ବଡ଼ ଉଦ୍ବିଗ୍ନ ହୋଇପଡ଼ିଲି। ଆମର ମୃତ୍ୟୁ ଯେ ସମ୍ମୁଖରେ। ଦୂରବୀକ୍ଷଣ ଯନ୍ତ୍ରରେ ଦେଖିଲି ଆମ ଯାନ ମଙ୍ଗଳ ଗ୍ରହ ଅଭିମୁଖରେ ତୀର ବେଗରେ ଛୁଟି ଚାଲିଛି। ମଙ୍ଗଳ ଗ୍ରହ ଖୁବ୍ ପରିଷ୍କାର ଦେଖାଗଲାଣି। ଆଉ କିଛି ସମୟ ପରେ ଏହା ମଙ୍ଗଳ ଗ୍ରହର ବାୟୁମଣ୍ଡଳ ଭିତରେ ପଶିଯିବ ଓ ମଙ୍ଗଳ ଗ୍ରହର ଆକର୍ଷଣ ପ୍ରଭାବରୁ ଯାନଟି ଏତେ ଜୋରରେ ଟାଣି ହୋଇଯାଇ ମଙ୍ଗଳ ଗ୍ରହର ପୃଷ୍ଠ ସହିତ ବାଧା ପାଇବ ଯେ ପରମାଣୁ ଯାନ ସମେତ ଆମେ ସମସ୍ତେ ଚୁରମାର ହୋଇ ଧୂଳିକଣାରେ ପରିଣତ ହୋଇଯିବୁ। ମୃତ୍ୟୁ ସମ୍ମୁଖରେ ମୋ ଲୋମମୂଳ ଶିହରି ଉଠିଲା। ବଡ଼ ଅସ୍ଥିର ହୋଇ କୋଠରୀର ଏ ପାଖରୁ ସେ ପାଖକୁ ଦୌଡ଼ାଦୌଡ଼ି କରି ପୃଥିବୀ ଛାଡ଼ିଲା ବେଳେ ଆମର ଯେଉଁ ଆଶା ଓ କଳ୍ପନା ତାହା ଏପରି ଭାବରେ ଧୂଳିସାତ୍ ହେବ ବୋଲି ଭାବିନଥିଲି। ବେଳକୁ ବେଳ ହୃଦୟର ସ୍ପନ୍ଦନ ବଢ଼ି ଚାଲିଥାଏ। ଜୀବନର ମମତା ବଡ଼ ଅସ୍ଥିର କରି ପକାଉଥାଏ ଆମକୁ। ଅଧ୍ୟାପକ ବଡ଼ ଅସ୍ଥିର ଭାବରେ ବେଗହାସକ ଯନ୍ତ୍ର ପଛରେ ଲାଗିଥାନ୍ତି। ମୃତ୍ୟୁର ଆଶଙ୍କାରେ ତାଙ୍କ ମୁହଁ ସେତେବେଳକୁ କଳା ପଡ଼ିଗଲାଣି। କପାଳରେ ଟୋପା ଟୋପା ଝାଳ ତାଙ୍କ ଉଗ୍ନ ହୃଦୟର ସ୍ପଷ୍ଟ ପ୍ରମାଣ ଦେଉଥାଏ। ମଙ୍ଗଳ ଗ୍ରହରେ ପହଞ୍ଚିବାକୁ ଆଉ ମାତ୍ର 5 ମିନିଟ୍ ବାକି। ଯେତେ ଚେଷ୍ଟା କରି ମଧ୍ୟ ବେଗ ହ୍ରାସକ ଯନ୍ତ୍ରଟିକୁ ଚଳାଇ ହେଲାନି। ଅଧ୍ୟାପକ ବଡ଼ ନିରାଶ ହୋଇ ମୋଡ଼ାମୋଡ଼ି କରୁଥାନ୍ତି। ଏଥର ଦେଖୁଛି ମୃତ୍ୟୁକୁ ଆଉ ଅଟକାଇ ହେବନି ଲୋରା। ବିଜ୍ଞାନ ସାହାଯ୍ୟରେ ପ୍ରକୃତିକୁ ପରାସ୍ତ କରି ବଡ଼ ସାହସର ସହିତ ଆନ୍ତର୍ଗ୍ରହ ଭ୍ରମଣରେ ବାହାରି ଆସିଥିଲେ। କିନ୍ତୁ ଦେଖୁଛି ପ୍ରକୃତି ଆଗରେ ଆମକୁ ଶେଷରେ ହାର ମାନିବାକୁ ହିଁ ପଡ଼ିବ। କୌଣସି ପ୍ରକାରେ ବିଜୟର ସମ୍ଭାବନା ଦେଖୁନି ଲୋରା। ଏତକ କହିଲା ବେଳେ ତାଙ୍କ ଆଖିରେ ଲୁହ ଢଳ ଢଳ ହୋଇ ପଡ଼ୁଥାଏ। ପୁଣି କହି ଚାଲିଲେ, ନିଜ ପାଇଁ ମୋର ବିଶେଷ ଦୁଃଖ ନାହିଁ ଲୋରା। ତୁମେ ଯେ ଅଯଥା ମୋ ସାଙ୍ଗରେ ଏହି ମୃତ୍ୟୁବରଣ କରିବାକୁ ଯାଉଛ ତାହା ହିଁ ମୋର ଦୁଃଖ। ତୁମକୁ ଯେ ମୁଁ କୌଣସି ପ୍ରକାରେ ବଞ୍ଚାଇ ପାରୁନି ଏହାଠାରୁ ଆଉ ଅଧିକ ଦୁଃଖ ମୋର କ'ଣ ହୋଇପାରେ। ଏ କଥା କହିଲା ବେଳେ ତାଙ୍କର ବାଷ୍ପରୁଦ୍ଧ ହୋଇ ଆସୁଥାଏ। ତାଙ୍କ ଆଖିରୁ 2 ଟୋପା ଲୁହ ଟପ୍ ଟପ୍ କରି ଗଡ଼ି ପଡ଼ିଲା। ଅଧ୍ୟାପକଙ୍କର ଏପରି ଦୁଃଖ ଓ ଆସନ୍ନ ମୃତ୍ୟୁକୁ ଦେଖି ମୁଁ ବି କାନ୍ଦି ଉଠିଲି। ଆଉ 3 ମିନିଟ୍ ପରେ ଆମ ଅବସ୍ଥା କ'ଣ ହେବ ଭାବିଲା ବେଳକୁ ମୋ ମୁଣ୍ଡ ହଠାତ୍ କ'ଣ ହୋଇଗଲା। ମୁଁ ସେହି ଚେୟାର ଉପରେ ଅଚେତ ହୋଇ ପଡ଼ିଗଲି। ମୋ ମୁହଁରେ ଅଧ୍ୟାପକ ପାଣି ଛାଟିବାରୁ ମୋର ଚେତା ହେଲା। ମୁଁ କ୍ଷୀଣ ସ୍ୱରରେ ପଚାରିଲି, ମଙ୍ଗଳ ଗ୍ରହରେ ପହଞ୍ଚିବାକୁ ଆଉ କେତେ ସମୟ ବାକି? ମୋର ଏହି ପ୍ରଶ୍ନରେ ଅଧ୍ୟାପକ ହସିଲେ। ଆମେ ମଙ୍ଗଳ ଗ୍ରହରେ ପହଞ୍ଚି ସାରିଲେଣି ଲୋରା। ଏଥର ଆଉ କୌଣସି ଭୟ ନାହିଁ। ଏବେ ଉଠ, ଦେଖ ଆମ ଚିର ଇପ୍ସିତ ମଙ୍ଗଳ ଗ୍ରହ ଆମକୁ କିପରି ସାଦର ଅଭ୍ୟର୍ଥନା ଜଣାଇବା ପାଇଁ ବାହାରେ ଅପେକ୍ଷା କରିଛି। ଆମେ ମଙ୍ଗଳ ଗ୍ରହରେ ପହଞ୍ଚିଗଲେଣି? ଅଧ୍ୟାପକଙ୍କ ଉତ୍ତର ଶୁଣି ହଠାତ୍ ଉଠିପଡ଼ି ତରତର ହୋଇ ଝରକା ପାଖକୁ ଦୌଡ଼ିଗଲି। ସେତେବେଳେ ପର୍ଯ୍ୟନ୍ତ ମୋର ଦୁର୍ବଳତା ପୂରାପୂରି ଯାଇନଥାଏ। ଗୋଡ଼ ମୋର ଟଳଟଳ ହେଉଥାଏ। ମୁଁ କାଳେ ପଡ଼ିଯିବି ଏହି ଭୟରେ ଅଧ୍ୟାପକ ମୋ ପଛେ ପଛେ ଆସୁଥାନ୍ତି। ଝରକା ପାଖରେ ଦେଖିଲି ବୃକ୍ଷଲତା ପରିଶୋଭିତ ଏକ ସୁରମ୍ୟ କାନନ। ଆକାଶରେ ସୂର୍ଯ୍ୟ, ଚତୁର୍ଦିଗ ସୂର୍ଯ୍ୟକିରଣ ଦ୍ୱାରା ଆଲୋକିତ। ପ୍ରକୃତରେ ଏହା ପୃଥିବୀ କି ମଙ୍ଗଳ ଗ୍ରହ ଠିକ୍ କରିପାରିଲିନି। ଏହିସବୁ ଦେଖି ମୁଁ ଏତେ ଆନନ୍ଦିତ ହୋଇପଡ଼ିଲି ଯେ ମୋ ମୁଣ୍ଡ ଘୁରାଇଲା ଭଳି ଲାଗିଲା। ଠିଆ ହୋଇପାରିଲିନି, ପଡ଼ିଯାଉଥିଲି। ହଠାତ୍ ପଛରୁ ଅଧ୍ୟାପକ ମୋତେ ଧରି କୋଳକୁ ଆଉଜାଇ ନେଲେ। ଏଥର ଆଉ କ'ଣ ମୃତ୍ୟୁ ଭୟ ଅଛି ଲୋରା? ତାଙ୍କ ମୁହଁକୁ ଅନାଇ ଉତ୍ତର ଦେଲି। ମୋ ମନ ଆନନ୍ଦରେ ଏତେ ପୂରି ଯାଇଥାଏ ଯେ ପାଟିରୁ ଭାଷା ବାହାରୁ ନଥାଏ। ଆମେ ଏଥର ବଞ୍ଚିଗଲେ ତାହେଲେ, ନୁହେଁ? ବଡ଼ ଦର୍ପର ସହିତ ସେ ପଚାରିଲେ। ତା ନୁହେଁ ତ କ'ଣ? ମୁଁ ଭାବିଥିଲି ମରିଗଲିଣି ବୋଲି। ବଞ୍ଚିବି ବୋଲି ମୋର ତ ଟିକିଏ ହେଲେ ଆଶା ନଥିଲା। କିନ୍ତୁ ମୋତେ ତ କାହିଁକି ଏହା ପୃଥିବୀ ଭଳି ଲାଗୁଛି। ପ୍ରକୃତରେ ଏହା ପୃଥିବୀ ନା ମଙ୍ଗଳ ଗ୍ରହ? କୌତୂହଳୀ ହୋଇ ପଚାରିଲି। ମଙ୍ଗଳ ଗ୍ରହରେ ବି ତୁମର ସନ୍ଦେହ ଲୋରା? ଆମେ ଯେ ପୃଥିବୀଠାରୁ କେତେ ଦୂରରେ, ଏତେ ଶୀଘ୍ର କ'ଣ ପୃଥିବୀକୁ ଫେରି ଯାଇପାରିବା? କୁହନ୍ତୁ ତ, ଆସନ୍ନ ମୃତ୍ୟୁରୁ ଆମେ ରକ୍ଷା ପାଇଲେ କିପରି? କିଛି ସମୟ ରହିଯାଇ ପଚାରିଲି। ସେତେବେଳକୁ ମୋ ମନ ବିଜୟାଲୋସରେ କୁଣ୍ଢେ ମୋଟ ହୋଇଯାଉଥାଏ। ଏତେବେଳକୁ ଆମ ସତ୍ତା କୁଆଡ଼େ ଲୋପ ପାଇ ସାରନ୍ତାଣି। କାହିଁ ଆମର କିମ୍ବା ଆମର ଯାନର କିଛି ଟିକିଏ ତ କ୍ଷତି ହେଲାନି। ଆମେ ଅକ୍ଷତ ଭାବରେ ଏଠାରେ ପହଞ୍ଚି ପାରିଲୁ କିପରି? ଆମର ଏହି ଦୈବୀ ଦୁର୍ବିପାକରୁ ରକ୍ଷା ପାଇବା ସୌଭାଗ୍ୟର ଏକ ଶ୍ରେଷ୍ଠ ନିଦର୍ଶନ ଲୋରା। ସେ ଆରମ୍ଭ କଲେ। ତୁମେ ଯେତେବେଳେ ଅଚେତ ହୋଇ ପଡ଼ିଲ ମୋତେ ଚାରିଆଡ଼ ଅନ୍ଧାର ଦିଶିଲା। ପୃଥିବୀରୁ ଏତେ କଷ୍ଟ କରି ଆସି ଏପରି ଭାବରେ ଏଠାରେ ମରିବା ମୋତେ ବଡ଼ ଅସହ୍ୟ ହେଲା। କ'ଣ କରିବି, ବଡ଼ ନିରାଶ ହୋଇ ମୃତ୍ୟୁକୁ ଅପେକ୍ଷା କରି ବସି ରହିଲି। ସମୟ ଯେତେ ପାଖେଇ ଆସୁଥାଏ ମୋ ହୃଦୟ ସ୍ପନ୍ଦନ ସେତେ ବଢ଼ି ଚାଲିଥାଏ। କ'ଣ କରିବି, ତୁମକୁ ନିଜକୁ ବଞ୍ଚାଇବି ବା କିପରି? ନିର୍ନିମେଷ ନୟନରେ ତାଙ୍କ ମୁହଁକୁ ଅନାଇ ରହିଥାଏ। ସେ କ'ଣ କହିବେ ଶୁଣିବା ପାଇଁ। ମଙ୍ଗଳ ଗ୍ରହର ଘନ ବାୟୁମଣ୍ଡଳରେ ପହଞ୍ଚିଲା କ୍ଷଣି କ'ଣ ହେଲା କେଜାଣି ହଠାତ୍ ଆମ ବେଗହାସକ ଯନ୍ତ୍ର ଓ ରେଫ୍ରିଜରେଟର ଯନ୍ତ୍ରଦ୍ୱୟ ସ୍ୱାଭାବିକ ଭାବରେ ଚାଲିବାକୁ ଆରମ୍ଭ କଲା। ଚାହୁଁ ଚାହୁଁ ଆମ ଯାନର ବେଗ ଆଶାତୀତ ଭାବରେ କମି ଆସିଲା। ଆମ ଯାନର ଏପରି ଅବସ୍ଥା ଦେଖି ମୁଁ ନିଜ ଆଖିକୁ ପ୍ରଥମେ ବିଶ୍ୱାସ କରିପାରିଲି ନାହିଁ। ଝରକା ବାଟେ ଦେଖିଲି ଆମ ଯାନଟି ଧୀରେ ଧୀରେ ତଳକୁ ଖସିବାରେ ଲାଗିଛି।
ଦୂରବୀକ୍ଷଣରୁ ଜାଣିଲି ଯେ ଯଦି ଏହିଭଳି ଭାବରେ ଯାନଟିକୁ ଖସିବାକୁ ଦିଆଯାଏ ତେବେ ଏହା ଜଳଶୂନ୍ୟ ଏକ ଗହ୍ୱର ମଧ୍ୟରେ ଅବତରଣ କରିବ। ତେଣୁ ଚାରିଆଡ଼କୁ ଅନାଇ ଦେଖିଲି ମୋ ବାମ ପାଖରେ ଗୋଟିଏ ବଣ। ସେଇଠାରେ ଓହ୍ଲାଇବା ପାଇଁ ଠିକ୍ କଲି। ତେଣୁ ଯାନଟିକୁ ବଣ ଆଡ଼କୁ ନେଇ ବଣ ମଧ୍ୟରେ ଓହ୍ଲାଇବାର ଯୋଗାଡ଼ କଲି। ଚାହୁଁ ଚାହୁଁ ଆମ ଯାନଟି ଧୀରେ ଧୀରେ ବଣ ମଧ୍ୟରେ ବସିଗଲା। ଅଧ୍ୟାପକଙ୍କ କୃତକାର୍ଯ୍ୟତାରେ ମୁଁ ଏତେ ଆନନ୍ଦିତ ହୋଇପଡ଼ିଲି ଯେ ସେଥିପାଇଁ ତାଙ୍କୁ ଅଭିନନ୍ଦନ ଜଣାଇବି କି କ'ଣ କିଛି ଠିକ୍ କରିପାରିଲି ନାହିଁ। ସେହିଭଳି ତାଙ୍କ ଆଡ଼କୁ ଅନାଇ ରହିଲି। ଆସନ୍ନ ମୃତ୍ୟୁମୁଖରୁ ଆମେ ଯେ ଏଭଳି ଭାବରେ ରକ୍ଷା ପାଇଯିବୁ ଏହା ମୁଁ କେବେ ଆଶା କରିନଥିଲି। ଯାହା ହେଉ ଆମର ସୌଭାଗ୍ୟ ଆମକୁ ବଞ୍ଚାଇ ଦେଲା। ତାଙ୍କ କଥାରେ ମୋର ଉତ୍ତର ଦେବାର କିଛି ନଥିଲା। ମୁଁ ସେତେବେଳକୁ ଏତେ ଅବଶ ଅନୁଭବ କରୁଥିଲି ଯେ ତାଙ୍କ କୋଳରେ ଧୀରେ ଧୀରେ ମୋ ଆଖି ବୁଜି ହୋଇ ଆସିଲା। ଆମେ ଯେତେବେଳେ ଦୁଆର ଖୋଲି ବାହାରକୁ ବାହାରି ପଡ଼ିଲୁ, ଓଃ ବାହାରେ କି ଥଣ୍ଡା! ଦେହ ସାରା ଜଡ଼ ପାଲଟି ଗଲା ଭଳି ବାଧା ହେଲା। ରକ୍ତ ପାଣି ହୋଇଗଲା ଭଳି ଲାଗିଲା। ବାୟୁ ମଧ୍ୟ କି ପାତଳା। ନିଶ୍ୱାସ ପ୍ରଶ୍ୱାସ ନେବାରେ କି କଷ୍ଟ। ଶ୍ୱାସରୁଦ୍ଧ ହୋଇଗଲା ଭଳି ଜଣାପଡ଼ିଲା। କିଛି ସମୟ ପରେ ମୁଁ ଧଇଁ ସଇଁ ହେବାକୁ ଲାଗିଲି। ମୋର ବଡ଼ ଭୟ ହେଉଥାଏ ବାୟୁର ଅବସ୍ଥା ଯଦି ଏଠାରେ ଏପରି ରହେ ଆମେ ଚଳିବା କେମିତି? ତୁମକୁ ବୋଧହୁଏ ବଡ଼ କଷ୍ଟ ହେଉଛି ଲୋରା। ବାହାରେ ଶୀତର ଏ ଯେଉଁ ପ୍ରକୋପ, ପୁଣି ନିଶ୍ୱାସ ପ୍ରଶ୍ୱାସ ନେବାରେ ଏ ଯେଉଁ କଷ୍ଟ ତୁମକୁ ନିଶ୍ଚୟ ବାଧୁଥିବ। କିନ୍ତୁ ଭଗ୍ନ ହୃଦୟ ହୁଅନି ଲୋରା। ଅଳ୍ପ କେଇଦିନ ଭିତରେ ଏହା ଆମ ଦେହସୁଆ ହୋଇଯିବ। ଆମକୁ ଏପରି କଷ୍ଟ ହେବ ବୋଲି ମୁଁ ଆଗରୁ ଜାଣିଥିଲି। ଦେହରେ ଗରମ ପୋଷାକ ଦେଇ ପଦାକୁ ବାହାରି ପଡ଼ିଲୁ। ବାହାରି ଆସିଲା ବେଳେ ମୁଁ ଚେୟାରଟିକୁ ଗୋଟିଏ ପାଖରେ ଆଡ଼େଇ ରଖିଦେଉଥିଲି। ଚେୟାରଟା ଉଠାଇଲା ବେଳକୁ ମୋତେ ହାଲୁକା ଲାଗିଲା। ଅତ୍ୟନ୍ତ କୌତୂହଳୀ ହୋଇ କହି ପକାଇଲି, ଦେଖିଲଣି ଚେୟାରଟା କେତେ ହାଲୁକା ଲାଗୁଛି। ମଙ୍ଗଳ ଗ୍ରହର ମାଧ୍ୟାକର୍ଷଣ ବଳ ସମ୍ବନ୍ଧରେ ତୁମକୁ ମୁଁ ପୃଥିବୀରେ କ'ଣ କହିଥିଲି ମନେ ଅଛି ଲୋରା? ଏଥର ନିଜେ ଉପଲବ୍ଧି କର। ପୃଥିବୀର ବୈଜ୍ଞାନିକମାନେ କୋଟି କୋଟି ମାଇଲ ଦୂରରେ ଥାଇ ଏଠାକାର ଅବସ୍ଥା ନିର୍ଭୁଲ ଭାବରେ କିପରି ଆବିଷ୍କାର କରିପାରିଛନ୍ତି। ଅଧ୍ୟାପକ ଉତ୍ତର ଦେଲେ। ସେତେବେଳକୁ ସୂର୍ଯ୍ୟ ମୁଣ୍ଡ ଉପରେ। ସୂର୍ଯ୍ୟକିରଣ ଦ୍ୱାରା ଚାରିଆଡ଼ ଆଲୋକିତ। ତଥାପି ଶୀତର ପ୍ରକୋପ ଖୁବ୍ ବେଶୀ। ମହାକାଶ ମଧ୍ୟରେ ସେ ଯେଉଁ ଘନ ଅନ୍ଧକାର ତା ଏଠାରେ ନାହିଁ। ମଙ୍ଗଳ ଗ୍ରହର ଆକାଶକୁ ଅନାଇଲି। କି ଗାଢ଼ ନୀଳବର୍ଣ୍ଣ। ଆମ ଆକାଶ ଭଳି ଫିକା ନୀଳବର୍ଣ୍ଣ ନୁହେଁ। ଭାବିଲି ମଙ୍ଗଳ ଗ୍ରହର ବାୟୁମଣ୍ଡଳ ଘନ ହୋଇ ନଥିବାରୁ ବୋଧହୁଏ ଏହା ଏତେ ନୀଳ ଦିଶୁଛି। ଆମ ସମ୍ମୁଖରେ ଦିଗନ୍ତବ୍ୟାପୀ ଏକ ସୁରମ୍ୟ ଉପବନ। ସେଥି ଭିତରେ ଗଛଗୁଡ଼ିକ ସମାନ ଦୂରତାରେ ଧାଡ଼ି ଧାଡ଼ି ହୋଇ ଲଗା ହୋଇଥିବାର ଦେଖି ବିସ୍ମିତ ହେଲି। ମଙ୍ଗଳ ଗ୍ରହର ଅଧିବାସୀମାନଙ୍କ ଦ୍ୱାରା ଏ ବଣ ଯେ ପ୍ରତିଷ୍ଠିତ ଏଥିରେ ଆମର ତିଳେ ମାତ୍ର ସନ୍ଦେହ ରହିଲାନି। ମଙ୍ଗଳ ଗ୍ରହରେ ଏସବୁ ଦେଖିଲେ ଏହାକୁ ପୃଥିବୀ ଭଳି ପ୍ରଥମତଃ ଭ୍ରମ କରିବା କିଛି ବିଚିତ୍ର ନୁହେଁ। ଯାହା ହେଉ ଆମର 1.5 ମାସର ଯାତ୍ରା ନାନା ଆଶା ଆଶଙ୍କା ଭୟ ଓ ଆନନ୍ଦ ମଧ୍ୟ ଦେଇ ଶେଷ ହେଲା। ଆମେ ମଙ୍ଗଳ ଗ୍ରହରେ ପହଞ୍ଚି ପାରିଲୁ। ପ୍ରକୃତି ବିରୁଦ୍ଧରେ ଯୁଦ୍ଧ କରି ଆମେ ଶେଷରେ ଜୟୀ ହେଲୁ।